ଆଉ 2 ଦିନ ଏଇ ବହି ହବ ଆଉ 2 ଦିନ ଏଇ ବହି ହବ ହାଉସଫୁଲ ହାଉସଫୁଲ ତୁ ଘରେ ଯଦି ବୋହୂକୁ ଠିକ ବୁଝଉଥବୁ ଏଠି ରାବଣ ମନ୍ଦ ଧରିକି ବୁଝେଇବ ଆଉ ଯଦି କାମୁଡା କାମୁଡି ହେଇ ବାଡିଆ ବାଡି ହଉଥବ ରୁଷୁଥବ ଫୋପଡା ହଉଥବ ଖାଦ୍ୟ ଆଉ କଣ ବୁଝେଇ ମୂର୍ଖଟେ ତୁ ଚାମର ଛାଡ ମୋ ସାଙ୍ଗରେ ପାଳିଆ ହେଇକି ଆସ ଆଜି ଜଣା ପଡିଯିବ ଇଏ ନୃସିଂହ ହୋତା ଘରେ ଶାନ୍ତି ଅଛି କି ନାହିଁ ପାଲା ବାଲା ଉତ୍ତର ଦେଇକି ଯାଇଛନ୍ତି ବିଷୟ କୋଉଠୁ ଛାଡିକି ଯାଇଛନ୍ତି ଆଜ୍ଞା ଲଙ୍କା କଟକରେ ମନ୍ଦ ଧରି ରାବଣକୁ କହୁଛି ସ୍ୱାମୀ ତମେ ମାଙ୍କୁ ଅର୍ପଣ କରିକି ଶରଣ ପଶିଲ ତେଣୁ ରାବଣ କହିଲା ହଉ ତମର ଗୋଟିଏ କଥା ମୁଁ ମାନିବି ସୀତାଙ୍କୁ ସେଠି ପୂଜା ଯେତେବେଳେ କରିବାକୁ ରାବଣ କହିଛି ସେଠି ମନ୍ଦ ଧରି ମନା କରିଛି ଗୋଟେ ଦିଟା ମିନିଟ୍ ଗଡିଗଲା କିନ୍ତୁ ଥାକେରେ ରହିଲେ ଆପଣଙ୍କୁ ଦ୍ୱିତୀୟ ଥାକେରେ ସସ୍ପେନ୍ସ ରହିବ ସ୍ୱାମୀ ସ୍ତ୍ରୀ କି ସଂସାରରେ ଯଦି ବୁଝଉଥବ ଇଏ ହୋତା ତା ଭାଇଟାକୁ ଯଦି ବୁଝଉଥବ ତାହେଲେ ରାବଣ ବୁଝେଇବ କାହାକୁ ମନ୍ଦ ଧରିକି ପୂଜା ହବ କି ନାଇଁ ରାମ ନାରାୟଣ ସତ୍ୟନାରାୟଣ ହେବେ କି ନାଇଁ ଆଉ 2 ଦିନ ଏଇ ବହି ହବ ହାଉସଫୁଲ ତମେ କେମିତିଆ ପାଲା ବାଲା ବାସ୍ ଗୋଟେ କାମ କର ଆଜ୍ଞା ଚାମର ଛାଡ ପାଲା ଗାଇବା ଛାଡ ବାସ୍ ଯେତିକି ପଇସା ପାଉଛ ପାଲାରୁ ମୋ ସାଙ୍ଗରେ ପାଳିଆ ହେଇକି ଆସ ତାର ଡବଲ ପଇସା ବରଂ ମୁଁ ଦେବି ପାଳି ଧରିବ ଜୋରରେ ପାଳି ଧରିବ ମୋ ସାଙ୍ଗରେ ପାଳିଆ ହେଇକି ଆସ ତାହେଲେ ମତେ ଉତ୍ତର ଦିଅ ମନ୍ଦ ଧରି ତୁମେ ଭୀରୁ କାହା ପୁରୁଷର ସ୍ତ୍ରୀ ହବ ନା ବୀର ରାବଣର ସ୍ତ୍ରୀ ହବ ନା ବୀର ରାବଣର ସ୍ତ୍ରୀ ହେବା ପାଇଁ ତାହେଲେ ମୁଁ ସୀତାଙ୍କୁ ସମର୍ପଣ କରିବି କି ନାହିଁ ମୋ ମା ଯୋଉ ମନ୍ଦୋଦରୀ କହୁଥିଲେ ସୀତାଙ୍କୁ ରାମଙ୍କ ପାଖରେ ସମର୍ପଣ କର ସେଇ ମନ୍ଦୋଦରୀ ଚୁପ୍ କଥା ତ କହିବ ସ୍ୱାମୀ ସ୍ତ୍ରୀ ଭିତରେ ବୁଝାମଣା ଯୋଉ ମନ୍ଦୋଦରୀ କହୁଥିଲା ସୀତାଙ୍କୁ ରାମଙ୍କ ପାଖରେ ସମର୍ପଣ କର ସେଇ ମନ୍ଦୋଦରୀ ଚୁପ୍ ରାବଣ ଡାକିଲା କହିଲା ମନ୍ଦୋଦରୀ ସ୍ୱାମୀ ତୁମେ ମୋର ସ୍ତ୍ରୀ ମୁଁ ତୁମର ସ୍ୱାମୀ ତୁମେ ଶିକ୍ଷିତା ବିଜ୍ଞା ପ୍ରାଜ୍ଞା ପଣ୍ଡିତା ତୁମେ ଛୋଟିଆ ରାଣୀ ନୁହଁ ତୁମର ବୁଝିବାର ଶକ୍ତି ଅଛି ସଂସାରକୁ ଚଳେଇବାର କାପାସିଟି ଅଛି ନାରୀର ସଂସାର କଣ ଦେଶ ଚଳଉଛି ଗୋଟେ ଆଦିବାସୀ ଝିଅ ମୁଁ ଯାଇଛି ତାଙ୍କ ଗାଁକୁ ପାଲା କରି ମା ସେଠି ରାସ୍ତା ନଥିଲା ସେ ଆଜି ଭାରତର ରାଷ୍ଟ୍ରପତି ଛୋଟିଆ କଥା ନାରୀ କଣ ନ କରିପାରେ ତେଣୁ ତୁମେ ହଉଛ ପଣ୍ଡିତା ତୁମେ ଜାଣିଛ ମୁଁ ତୁମ ଆଗରେ ଗୋଟେ କଥା ଆଜି ଯାଇ ଲୁଚେଇଛି ସେ କଥାଟା କଣ ସ୍ୱାମୀ କ୍ଷମା କରିବେ ମୋ ମା ମାନ ନାରୀ ମାନଙ୍କ ଆଗରେ ଅସଲ କଥା କହିବନି ଅସଲ କଥା ନାରୀ ମାନଙ୍କ ଆଗରେ କହିଲେ ସେମାନେ କେବେ ପେଟରେ ରଖିବେନି କହିଦେବେ କ୍ଷମା କରିବେ ଲୋ ମା ନାରୀ ମାନଙ୍କୁ ସେଇଥିପାଇଁ ବିଶ୍ୱାସ ନାହିଁ ମୂଲ୍ୟବାନ କଥା କହିବ ନାହିଁ କହିଲା ନଦୀ ନାଞ୍ଚ ନଖି ନାଞ୍ଚ ଶସ୍ତ୍ର ବିଶ୍ୱାସ ନହି ତ୍ରିସୁରାଜ ଖଳେ ସୂଚ ନଦୀ କି ବିଶ୍ୱାସ କରିବେନି ଇଏ ଦୟା ନଦୀରେ କୋଉ ଜାଗାରେ କେତେ ପାଣି ମୁଁ ଜାଣିଛି ମୋ ଗାଁ ନଈରେ ମୁଁ ଜାଣିଛି ନଖ ଥିବା ପଶୁକୁ ବିଶ୍ୱାସ କରିବେନି ଯୋଉ ବିରାଡି ତୁମେ କୋଳରେ ଶୋଉଥବ ମା ସେଇ ବେଳ ପଇଲେ ଆମ୍ପୁଡି ଦବ ଯୋଉମାନଙ୍କର ନଖ ଅଛି ବିଶ୍ୱାସ କରିବନି ଶୃଙ୍ଗିଣାଂ ଯୋଉ ପଶୁଙ୍କର ଶିଙ୍ଗ ଥବ ତୁମେ ଗୋଟେ ଗାଈ ପୋଷିଛ ଦୂରେଇକିରି ମୁହାଇବ ଗୋଟେ ଗୋଟେ ମା ଅଛନ୍ତି ମୋ ଗାଈ ବୋଲି ଯାଇକିରି ତା ମୁହଁ ପାଖରେ ମୁହାଇବେ ଆଜି ଗୋଟେ ମଶା ଡାଁସ ଲାଗିଛି ମୁହଁ ବୁଲେଇ ଦେଲା ଶିଙ୍ଗ ଆଖିରେ ବାଜିବ ତାଠୁ 10 ହାତ ଦୂରରେ ରହିବ ଶସ୍ତ୍ର ପାଣି ଯାହା ହାତରେ ଅସ୍ତ୍ର ଅଛି ସେ ଯଦି ମତେ ଡାକିବ କହିବ ଗାୟକ ମୁଁ କହିଲି ଆଜ୍ଞା ନା କୁହ ରାମଙ୍କ ସ୍ତ୍ରୀ ମନ୍ଦୋଦରୀ ମୁଁ କହିବି ଆଜ୍ଞା ନହେଲେ ଜାଣିଦବ କଣ ଅଛି ବାଧ୍ୟ ଶସ୍ତ୍ର ଯାହା ହାତରେ ତାକୁ ବିଶ୍ୱାସ କରିବ ନାରୀ କି ବିଶ୍ୱାସ କରିବ ନାହିଁ ଯଦି ଅସଲ କଥା କହିଦବ ସେ ଗାଧୋଇବାକୁ ଯାଇଥିବ 8-10 ଜଣ ଗାଁରେ ସ୍ତ୍ରୀ ଲୋକ ଥିବେ କଣ କଣ କହିଦବ କଣ ଦାଦି ବୁଝୁଛୁ
ରାଜାକୁ ବିଶ୍ୱାସ କଥା କହିବୁ। ତୋ ବାରିଆଡେ ଭଲ କଦଳୀ ଅଛି କହିବୁ, ତା ପରଦିନ ପିଆଦା ପଠେଇ ନେଇଯିବ ବା। ତେଣୁ ମନ୍ଦୋଦରୀ ମୁଁ ଏଇଥିପାଇଁ ତୁମ ଆଗରେ ବିଶ୍ୱାସ କଥା କହୁନଥିଲି, କିନ୍ତୁ ଆଜି ବିଶ୍ୱାସ କଥା କହିବି। କହିବି ଆଜି? ହଁ କହିଲା ମୁଁ ଗଢିଛି ମୁଁ ରୁକୁମ ମନ୍ଦିର, ଏହି ଲଙ୍କା ଭୁବନେ ଜୀବନ୍ତ ଦେବତା ପୂଜିବେ, ମନ୍ଦୋଦରୀ କି କହିଲା ରାବଣ ମୁଁ କାହାରିକି ଜଣେଇନି, ମୋ ଲଙ୍କା ଗଣରେ ମୁଁ ଗୋଟେ ସୁନା ମନ୍ଦିର ତିଆରି କରିଛି। ସେ ସୁନା ମନ୍ଦିର ଭିତରେ ଦେବତା ନାହାନ୍ତି। ନା ଆପଣ ଗାଁରେ ମନ୍ଦିର ତିଆରି କଲେ ଦେବତା ରହିବେ ନା ମୂର୍ତ୍ତି ରହିବେ? ମୂର୍ତ୍ତି ରହିବେ। ମନ୍ଦିରରେ କିଏ ରହନ୍ତି? ମନ୍ଦିରରେ ଦେବତା। ହଁ ବନ୍ଦ କରିଦଉଛି। ଦେବତା ଦେବତା ମନ୍ଦିରରେ କିଏ ରହନ୍ତି? ଦେବତା ମୂର୍ତ୍ତି ନା ବିଗ୍ରହ? ମନ୍ଦିରରେ ରୁହନ୍ତି ବିଗ୍ରହ। ବିଗ୍ରହ। ମୂର୍ତ୍ତି ଅତି ବେଶୀରେ 31 ଦିନ ଭିତରେ ତାକୁ ବିସର୍ଜନ। ଆଚ୍ଛା ଆଚ୍ଛା। ରାବଣ କହୁଛି ମୁଁ କୌଣସି ମୂର୍ତ୍ତି ବିଗ୍ରହ ରଖି ନାହିଁ, ଜୀବନ୍ତ ଦେବତା ଦେବୀଙ୍କୁ ପୂଜା କରିବି ମନ୍ଦିରରେ। ହେଲେ ସେ ଜୀବନ୍ତ ଦେବତା ଦେବୀ କିଏ? ମୁଁ ସେଇଥିପାଇଁ ତୁମକୁ କହିନି, ତୁମେ ନାରୀ ଜାତି, ତୁମର ଧୈର୍ଯ୍ୟ କମ୍। ମନ୍ଦିର ତୋଳିବା କଥା କହିଲନି ଯେହେତୁ ଜୀବନ୍ତ ଦେବତା କିଏ ଦେବୀ କିଏ କହିଦିଅ। ତୁମେ ଧୈର୍ଯ୍ୟ ଧରିବ, ତୁମ ପାଦ ତଳୁ ମାଟି ଖସିଯିବ। ମୋ ମାଲୋ, ରାବଣ ତା ସ୍ତ୍ରୀ ମନ୍ଦୋଦରୀ କି କହୁଛି ଏ ସୁବର୍ଣ୍ଣ ମନ୍ଦିର ଭିତରେ ଜିଅନ୍ତା ଦେବତା ଦେବୀ କାହାକୁ ପୂଜିବ ନା? କାଲି ଯୁଦ୍ଧ ଭୂମି ରେ ମୋର ତାଙ୍କ ଭ୍ରାତ ପତ୍ନୀ ପୂଜିବି ମୋର ସତ୍ୟ। ସେ ପ୍ରଥମେ ଯେମିତି ସେଟିଂ କରି ଯାଇଥିଲେ, ତା ମଝିରେ ଆସି ସେ ପୁଅ ପୁଣି କମେଇ ଦେଲା। ଆମେ ସବୁଦିନେ ଚାଖିଲା ଲୋକ ଜାଣିପାରିବୁନି। ହେଲେ ସ୍ୱାମୀ କାହାକୁ ବୁଝିବ? କମେଇ ଦେବାରୁ କଷ୍ଟ ହେଲା। ମୋ କହିବାର ତାତ୍ପର୍ଯ୍ୟ, କାହାକୁ ବୁଝିବ? ମୁଁ କାହାକୁ ପୂଜିବି ସେ ଶୂନ୍ୟ ମନ୍ଦିରରେ? କାଲି ଯୁଦ୍ଧରେ ତୁମ ପୁଅ କି ମୋ ପୁଅ ଇନ୍ଦ୍ରଜିତକୁ ଯିଏ ମାରିଲେ ସେ ହେଲେ ଲକ୍ଷ୍ମଣ, ତାଙ୍କ ବଡ ଭାଇ ରାମ ତାଙ୍କ ସ୍ତ୍ରୀ ସୀତାଙ୍କୁ ବୁଝିବି। ସେ ହଉଛନ୍ତି ଆମର ପରମ ଶତ୍ରୁ। ମୁଁ ଜାଣିଛି କାଲି ଯୁଦ୍ଧରେ ତାଙ୍କ ଭାଇ ଲକ୍ଷ୍ମଣ ମାରି ଦେଇଛି ମୋ ପୁଅକୁ। କେମିତି ଆମ ମନ୍ଦିରରେ ସେ ଲକ୍ଷ୍ମଣଙ୍କର ଅଗ୍ରଜ ପ୍ରତିମ ରାମ ତାଙ୍କ ସହଧର୍ମିଣୀ ସୀତାକୁ ସୁବର୍ଣ୍ଣ ମନ୍ଦିରରେ ପୂଜି। ନା, ସେ ହଉଛନ୍ତି ଆମର ପରମ କୋଉ ମା ବରଦାସ୍ତ କରିବ? ଆରେ ଯାହା ବଡ ଭାଇ ଏଠି ପୂଜା ହେବେ ସେ ହଉଛି ମୋ ପୁଅର ପରମ ଶତ୍ରୁ। ଯାହା ସାନ ଭାଇ ମୋ ପୁଅକୁ ନିର୍ମମ ଭାବେ ମାରିଛି, ତା ବଡ ଭାଇ ତା ଭାଉଜ ପୂଜା ହେବେ ସୁବର୍ଣ୍ଣ ମନ୍ଦିରରେ ଲଙ୍କାରେ? ବୁଝୁ ନେଇ କିଏ? ମନ୍ଦୋଦରୀ କେମିତି ବୁଝିବ? ରାବଣ କେମିତି ବୁଝେଇବ? ଆଉ ରାମ ସତ୍ୟନାରାୟଣ ହେବେ କି ନାହିଁ? ଦ୍ୱିତୀୟ ଖୋତା, ତୁ ଘରେ ଯଦି ବୋହୂକୁ ଠିକ ବୁଝଉଥବୁ, ଏଠି ରାବଣ ମନ୍ଦୋଦରୀକି ବୁଝେଇବ। ଆଉ ଯଦି କାମୁଡା କାମୁଡି ହେଇ ବାଡିଆ ବାଡି ହଉଥବ, ରୁଷୁଥବ, ଫୋପଡା ହଉଥବ ଖାଦ୍ୟ, ଆଉ କଣ ବୁଝେଇ? ଆଜି ଜଣା ପଡିଯିବ ଇଏ ନୃସିଂହ ହୋତା ଘରେ ଶାନ୍ତି ଅଛି କି ନାହିଁ। କାହିଁକି ନା ଗୋଟେ ଦିଟା ମିନିଟ ଗଡିଗଲା, କିନ୍ତୁ ଥାକେରେ ରହିଲେ ଆପଣଙ୍କୁ ଦ୍ୱିତୀୟ ଥାକେରେ ସସ୍ପେନ୍ସ ରହିବ। ସ୍ୱାମୀ ସ୍ତ୍ରୀ କି ସଂସାରରେ ଯଦି ବୁଝଉଥବ, ଇଏ ହୋତା ତା ଭାଇଟାକୁ ଯଦି ବୁଝଉଥବ, ତାହେଲେ ରାବଣ ବୁଝେଇବ କାହାକୁ? ମନ୍ଦୋଦରୀ। ପୂଜା ହବ କି ନାଇଁ? ରାମ ନାରାୟଣ ସତ୍ୟନାରାୟଣ ହେବେ କି ନାଇଁ? ଆଉ 2 ଦିନ ଏଇ ବହି ହବ। କହିଲା ଏହିଠାରୁ ଦାସ ପୁଅ ମାଗୁଛି ବିଦାୟ,
2 ମିନିଟ କାହିଁ ଗଡିଗଲା ନା ଏଇ ଥାକେରେ ରଖିବା ପାଇଁ। ଆଉ ଗୋଟେ ପାଳିଆ କୁଆଡେ ପଳେଇଲାଣି ଆମର ପଳେଇଲାଣି ପରେ କହିଲା ଏଇଠାରୁ ଦାସ ପୁଅ ମାଗୁଛି ବିଦାୟ ଆପଣ ମାନଙ୍କୁ ଦୟା କରିଥିବେ ପ୍ରଭୁ ଦୟାମୟ ଜୟ ଜୟ ଶଙ୍କର ମାଗ ଭଉଣୀ ମାନେ ହୋଇଅଛ ମେଳି ଚିର ଦରବାରେ ମାଗ ଲାଗିଲା ଜୟ ଜୟ ଶଙ୍କର ସମସ୍ତଙ୍କ ଚିନ୍ତାଧାରା ଗୋଟେ ପାଲାକୁ ଦେଖିବା ଆଉ ଗୋଟେ ପାଲା ବେଳକୁ ଘରକୁ ପଳେଇ କାଲି ଆସିବା ଜୟ ଜୟ ଶଙ୍କର ପନ୍ଧାଏ କଲେ ତ ପୁଣି ଲୋକ ହେବେ ନାହିଁ ଯେ ଦୀପନ୍ଧା କଲା ବେଳକୁ ଦ୍ୱିତୀୟ ପାଳିରେ ନାହିଁ ଭାଗ ଆଉ ଏ ଆନନ୍ଦ ସାଗରେ ହରି ବୋଲ ହୁଳ ହୁଳି ବୀର ଦରବାର ଗୋଟି ପଡ଼ି ଜନ ସଂରକ୍ଷଣ ସର୍ବାନନ୍ଦ ସାଗର ହରି ବୋଲ ବିଶ୍ବ ଦୁଃଖ चिंतामणि परमेश्वर भगवान श्रीमान सत्यनारायण महाप्रभु प्रीति अर्थे सर्वे बोल आनंदे एक बार हरे हरे बोलो ला कल्याणमयी जगत बंदिया परमेश्वरी भगवती शंकर वासिनी मां सरला देवी प्रीति अर्थे मां
दुर्गा देवी प्रीत्यर्थे माँ काली प्रीत्यर्थे सर्वे बोलो आनंदे एक बार हरे हरे बोला आबाल बुद्ध वनिता मानकर करंतु कल्याण श्री सत्यनारायण महाप्रभु समस्तंकर मंगल विधान हेउ सर्वे बोल आनंदे एक बार हरे हरे बोला नित्याय परमात्मने बलभद्र सुभद्राभ्या जगन्नाथाय ते नमः माता सुराशि भवदंग बल्ली भाषैव दासी पुट दुग्ध सिंधु ओ मंद स्मृतिर्निंदित शारदेन्दु वंदे रविंदासन सुंदरित्व my ho 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 যাও 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 গলা 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 জয় 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 রে ओम आशा सुराशि भवदंग बल्ली भाषैव दासी पुट दुग्ध सिंधु मंद स्मृतिर्निंदित शारदेन्दु वंदे रविंदासन सुंदरित्व जटा डबी गले ज्वल प्रवाह प्लावित स्थले गले व्यलम्बलंबिता भुजंग तुंग मालिका डमक 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 डम निन्याद डबर भय संस्कार दंड तांडव तनु तनु शिव शिव गणेश भास्कर हरि शिव दुर्गा सदैव हिरण्य नगर कव्य पंचदेव बादशी किए नाम बादशी किए नाम ये दे धिला रे सत्य नारायण बोली सत्य नारायण बोली सत्य नारायण बोली बाछी गए नाम देथिला रे सत्य नारायण बोले हे बाची किए नाम देथिला रे सत्य नारायण बोले सत्य नारायण तुंडे उच्चारण सत्य नारायण
ତୁଣ୍ଡେ ଉଚାରନ୍ତେ ସତ୍ୟ ନାରାୟଣ ତୁଣ୍ଡେ ଉଚାରନ୍ତେ ସତ୍ୟ ନାରାୟଣ ତୁଣ୍ଡେ ଉଚାରନ୍ତେ ସୁଧା ତୁଷା ସବୁ ଦୂର ହେଲା ରେ ସତ୍ୟ ନାରାୟଣ ବୋଲେ ଏ ବାଚି କିଏ ନାମ ଦେଇଥିଲା ରେ ସତ୍ୟ ନାରାୟଣ ବୋଲେ ଇଖୁରସ ସାରରୁ ବଳି ଲାଗେ ମିଠା ଗୋପ୍ରିୟ ଆଳି ଲାଗେ ମିଠା ହୁଏ ବଳି ଲାଗେ ମିଠା ହୁଏ ଅଳି ପାଇ ସେ ଅମୃତ କହ କେଉଁ ଭକ୍ତ ପାଞ୍ଚେ ଅମୃତ ପାଞ୍ଚେ ଭକ୍ତ ପାଇ ସେ ଅମୃତ କହ କେଉଁ ଭକ୍ତ ପାଞ୍ଚେ ଅମୃତ ପାଇছে ভক্ত পুত্র ভাবে ভাবি তরি গলা রে সত্য নারায়ণ বলে এই বাচি কিয়ে নাম ଦେଇଥିଲା রে সত্য নারায়ণ বলে নারায়ণ নাম অনন্ত কেহু বা পাইবন্ত নারায়ণ নাম অনন্ত কেউ বা পাইবন্ত অজাম্বিଳ পাপি একবার ডাকি অজামেଳ পাপে কবারে ডাকে পুত্র ভাবে ভাবি তরি গলা রে সত্য নারায়ণ বলে ই বাচি কিয়ে নাম ଦେଇଥିଲା রে সত্য নারায়ণ বলে কই অভিরাম ভাই জগতে একা গুরু সেই হইয়া ভিরাম বাই জগতরে তাকু চাই কই কই অভিরাম ভাই জগতে একা গুরু কহইয়া ভিরাম বায়ে জগতরে তাকু লুচেই নাম গোটি তার সত্য নারায়ণ নাম কোটি তার সত্য নারায়ণ নাম গোটি তার সত্য নারায়ণ নাম কোটি তার সত্য নারায়ণ সত্য ভাবে ভাবি পূজা হেলা রে সত্য নারায়ণ লিখিলে শ্রী ভূমাধব চক্র চক্র অবনিভূত অবনিভদ্রাজ্বল শ্রীখণ্ড মৌলি মরজ শ্রীকাঞ্জুষ্ট্রাঙ্গী পীঠোদ্বল
শ্রী নীলাচল মহোদয় দেব প্রতিমে দেবায় মানমুহ শ্রী সত্য নারায়ণ মহাপ্রভু দেবায় তস্মৈ নম আনন্দকন্দ পরমানন্দ জগদানন্দ পরমেশ্বর পরমর্চনীয় পরমবন্দনীয় শ্রী সত্যনারায়ণ মহাপ্রভু কল্যাণময়ী জগদেশ্বরী বিন্ধেশ্বরী ঝঙ্কড়বাসিনী মা শারদেবরদে তথা গণপতি আদি পঞ্চদেবতাঙ্কর ସମେତ ମା କାଳୀର ଅଭୟ ପଦାରବିନ୍ଦରେ ଚିତ୍ତମନକୁ ଅର୍ପଣ କରିସାରିବା ପରେ ପରେ ବୁଢା ମଙ୍ଗଳାଚରଣ ରୂପକ 16 କୋଟିଏ ଗାଇଛି। କବି ହେଲେ ପଠାଣି ସାମନ୍ତ ମହୋଦୟ। କେଇ ଖଣ୍ଡ ବାଉଁଶ ନଳୀରେ ନଭଶ୍ଚୁମ୍ବୀ ଅଟ୍ଟାଳିକା ଉପରେ ଥିବା ଗ୍ରହ ନକ୍ଷତ୍ର ତାରା ମାନଙ୍କର ଗତିବିଧି କି ମାପି ଦେଇଥିଲା ଯୋଉ ପୁଅ ସେଇ ପଠାଣି ସାମନ୍ତ ସେଇ ପଦେ ଲେଖିଲେ। କବି କହିଲେ ଶ୍ରୀ ଭୂ ମାଧବ ଚକ୍ର ଚକ୍ରବୃତ ଅବନୀ ଭଦ୍ରାଜ୍ୱଳ। ଆଜ୍ଞା 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 ହଁ 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 ଶ୍ରୀମନ୍ଦିର ବଡ ଦେଉଳ ଯାଇଛୁ? ଆଜ୍ଞା ହଁ 5 ଥର 6 ଥର ଯାଇଛି ବଡ ଦେଉଳକୁ। ଜଗନ୍ନାଥ ଦର୍ଶନ କରିଛୁ? ହଁ ବଡ ଦାଣ୍ଡ ଅତିକ୍ରମ କରି ଦେଖିଲି। ବଡ ଦାଣ୍ଡ, ବଡ ପଣ୍ଡା, ବଡ ରଥ, ବଡ ପତାକା, ବଡ ଲାଟିନ, ବଡ ପାଇଖିନା ସବୁ ଦେଖିଛି। ବ୍ରେକ୍ ନାହିଁ। ରତ୍ନ ସିଂହାସନକୁ ଦେଖିଛୁ? ହଁ ରତ୍ନ ସିଂହାସନରେ ପ୍ରଭୁ ବିରାଜମାନ କରିଛନ୍ତି ଭାଇ ଭଉଣୀ। ମୂର୍ଖଟେ ତୁ। ନାଇଁ ଆଜ୍ଞା ତୁ ଠିକରେ ଦେଖିନୁ। ଆଜ୍ଞା 3 ମୂର୍ତ୍ତି ମୁଁ ଦେଖିଛି। ନା ଆଉ ରତ୍ନ ସିଂହାସନ ଉପରେ 7ଟା ମୂର୍ତ୍ତି ଅଛନ୍ତି। ଆଜ୍ଞା 7ଟା ମୂର୍ତ୍ତି ଅଛନ୍ତି। ଶ୍ରୀ ଶ୍ରୀ ଭୂ ଭୂ ମାଧବ, ଭୂମାଧବ, ଶ୍ରୀ ଭୂମାଧବ। ଆଜ୍ଞା ଚକ୍ର ଚକ୍ର ଅବନିଭୃତ ଭଦ୍ରାଜ୍ୱଳ। ବାସ୍ ଶ୍ରୀଦେବୀ, ଭୂଦେବୀ, ଆଚ୍ଛା ମାଧବ, ବାସ୍ ଜଗନ୍ନାଥ, ବଳଭଦ୍ର, ବାସ୍ ସୁଭଦ୍ରା, ସୁଦର୍ଶନ। ଆଚ୍ଛା ଆଚ୍ଛା ହଁ ଆଜ୍ଞା ଠିକ କଥା। ଏ 7 ଦେବାଦେବୀ ଅଛନ୍ତି ଅଛନ୍ତି ଶ୍ରୀମନ୍ଦିର ଭିତରେ। ଆଉ ଏ 7 ଦେବାଦେବୀ ଭିତରେ ଆଜ୍ଞା ଜଗନ୍ନାଥ ସ୍ୱୟଂ ହଉଛନ୍ତି ରାମ। ପ୍ରଭୁ ଜଗନ୍ନାଥ ସ୍ୱୟଂ ରାମ। ଆଚ୍ଛା ପାଲା ବାଲା ଉତ୍ତର ଦେଇକି ଯାଇଛନ୍ତି। ହଁ 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 ଆଜ୍ଞା ବିଷୟ କୋଉଠୁ ଛାଡିକି ଯାଇଛନ୍ତି? ଆଜ୍ଞା ଲଙ୍କା କଟକରେ ମନ୍ଦୋଦରୀ ରାବଣକୁ କହୁଛି ସ୍ୱାମୀ ତମେ ମାଙ୍କୁ ଅର୍ପଣ କରିକି ଶରଣ ପଶିଲ। ତେଣୁ ରାବଣ କହିଲା ହଉ ତମର ଗୋଟିଏ କଥା ମୁଁ ମାନିବି। ସୀତାଙ୍କୁ ସେଠି ପୂଜା ଯେତେବେଳେ କରିବାକୁ ରାବଣ କହିଛି ସେଠି ମନ୍ଦୋଦରୀ ମନା କରିଛି। ସେଇଦିନ କୃଷ୍ଣ ସ୍ଫଟିକ ଗୃହ ଭିତରେ ଆଜ୍ଞା ରାବଣ ଆଖିରୁ ବହୁଛି ଧାର ଧାର ଲୁହ। ଆଚ୍ଛା କାହିଁକି ଆଖିରୁ ଧାର ବହୁଛନ୍ତି? କଣ ତାଙ୍କର ଅସୁବିଧା ହେଲା? ସୁବର୍ଣ୍ଣପୁର ଲଙ୍କା କାନ୍ଦି କାନ୍ଦି ରାବଣ କହୁଛି ଲୋ କୋଇଲି ତୁ କହ ଯାଇ କମଳାପତି କିଲୋ କର ମଧ୍ୟ କ୍ଷମା କର ନେଲେ କତି
ମାୟା ଖେଳ ଆସି ଖେଳୁ ଖେଳୁ କ୍ଷମା ନିଧି କରୁ ଗଲା ଖସିଲ কলা লোক কইলি লোক কইলি এ গরিবকু সমুদ্রে ভসাই সমুদ্রে ভসাই সমুদ্রে ভসাই গোবিন্দ রহিলে সিনা অকলিতে যাইল লোক কইলি লোক কইলি ঘর সংসারে মন নাই ঘন শ্যাম পাদ পদ্ম নিতে অছি ধ্যাইল প্রথম ধাগেরে পাল্লা গাইল শ্রোতা আଜି কাহান্তি কালি নৃସିଂହ হোতা প্রথম ধাকরে পাল্লা গাইলা বেলে অধিবাসর জনি হাউসফুল আজি লোক কাহান্তি মু কাহাକୁ ଅନେଇକି ପାଲା ଗାଇବି আচ্ছা ତମେ କେମିତିଆ ପାଲା ବାଲା বাস ଗୋଟେ କାମ କର আজ্ঞা ଚାମର ଛାଡ ପାଲା ଗାଇବା ଛାଡ বাস ଯେତିକି ପଇସା ପାଉଛ ପାଲାରୁ ମୋ ସାଙ୍ଗରେ ପାଳିଆ ହେଇକି ଆସ ହଁ ତାର ଡବଲ ପଇସା ବରଂ ମୁଁ ଦେବି ପାଳି ଧରିବ ଜୋରରେ ପାଳି ଧରିବ ମୋ ସାଙ୍ଗରେ ପାଳିଆ ହେଇକି ଆସ ହଁ ଯଦି ଶ୍ରୋତାଙ୍କୁ ଟିକେ ସୁଖ ନ ଦବ ପାଲାରେ ଆଉ କଣ ସେ କୋଉ ପାଲାକାରକୁ ପେ